ସତସ୍ତମ ବନ ମହୋତ୍ସବ ପାଳନ କରାଯାଇଛି। ଏଠି ବଡ଼ ବଡ଼ ରେଞ୍ଜର ତତ୍ତ୍ୱାବଧାନରେ ବଡ଼ ରେଞ୍ଜ ତରଫରୁ ଏଠି ଡିଓ ମ୍ୟାଡ଼ାମ ପାୱଲ ମ୍ୟାଡ଼ାମ ଥିଲେ। ନିହାତି ଭାବେ ମୁଁ ସମାଜକୁ ଗୋଟେ ବାର୍ତ୍ତା ଦେବି, ପରିବେଶର ସୁରକ୍ଷା ପାଇଁ ଗଛଟି ନିହାତି ଆବଶ୍ୟକ। ଏ ଜଙ୍ଗଲ ନ ବଞ୍ଚିବ ଆମ ଜୀବନ ବଞ୍ଚିପାରିବ ନାହିଁ। ତେଣୁ ଜଙ୍ଗଲ ସୁରକ୍ଷା ଆମର ଦାୟିତ୍ୱ। ନିହାତି ଭାବେ ଆଜିର ଦିନରେ ଦେଖୁଥିବେ, ସ୍ପେଶାଲ କରି ସୋରଡ଼ାରେ ପ୍ରତ୍ୟେକ ଦିନ ଶହ ଶହ କାକପି ଗଛ ଏଠି ନିପାତ ହେଉଛି, କଟାଯାଉଛି। ଆନ୍ଧ୍ରାରୁ ବେପାରୀ ଆସୁଛନ୍ତି, ମାଫିଆ ଆସୁଛନ୍ତି। ମୁଁ ତହସିଲଦାରଙ୍କୁ ତାଗିଦ କରିଛି, ବନ ଅଧିକାରୀମାନଙ୍କୁ ତାଗିଦ କରିଛି, କୋଉଠି ନା କୋଉଠି ଖସି ଯାଉଛନ୍ତି। ଏଠି ଆଇଏଏସ୍ ମାନେ ଅଛନ୍ତି, ଆଇଏଏସ୍ ମାନଙ୍କୁ ମଧ୍ୟ କହିଛି କାକପି ଗଛ କାଟିବା ପାଇଁ ଗୋଟେ ମିଳିତ ଇନକ୍ୱାରି ଥାଏ ଆର୍ଆଇଙ୍କର ଏବଂ ଫରେଷ୍ଟ ଡିପାର୍ଟମେଣ୍ଟର। କେମିତି କୋଉ ରାସ୍ତାରେ ଖସିଯାଆନ୍ତି ମୁଁ ଜାଣିନି, କିନ୍ତୁ ମୁଁ ସବୁବେଳେ ଅନୁଧ୍ୟାନ କରିଛି। ମୋ ହାଉସରେ ମଧ୍ୟ 2-4 ଥର କ୍ୱେଶ୍ଚିନ୍ କରିଛି ସାରା ଓଡ଼ିଶା ପାଇଁ। କାକପି ଗଛ ଅଦରକାରୀ ଲୋକ ମନେ କରୁଛନ୍ତି, ମୁଁ ମନେ କରୁନି କାକପି ଗଛଟି ଅଦରକାରୀ। ସିଏ ବି ଆମକୁ ଅକ୍ସିଜେନ ଯୋଗାଉଛି, ସିଏ ବି ଆମ ବଳଦ ଆମ ଗାଈ ଗୋରୁକୁ ଖାଇବା ଫଳ ଯୋଗାଇ ଦିଏ। ତେଣୁ କାକପି ନିମର ସୁରକ୍ଷା ଆମର ଦାୟିତ୍ୱ ଅଛି। ଖାଲି ଜଙ୍ଗଲ ସୁରକ୍ଷା ଆମ ଦାୟିତ୍ୱ ନାହିଁ। ଯୋଉ ଅଦରକାରୀ ମନେକରି ଗଛ କଟା ଯାଉଛି ତାକୁ ବନ୍ଦ କରିବାର ଆବଶ୍ୟକତା ଅଛି। ଦେଖନ୍ତୁ, ଷ୍ଟୁଡେଣ୍ଟ ମାନେ ତ ଆମର ଆସନ୍ତା ଭବିଷ୍ୟତ। ସେମାନେ ଆଜିଠୁ ସଚେତନ ହେବେ ଜଙ୍ଗଲ ପରିବେଶକୁ ସୁରକ୍ଷା ଦେବା ପାଇଁ। ନିଜ ବାର୍ଥଡେରେ କେକ୍ କାଟନ୍ତୁ, ମନା ନାହିଁ, କିନ୍ତୁ ଗଛଟିଏ ଲଗାନ୍ତୁ, ଏ ନିବେଦନ ରହିବ। ଯଦି ଗୋଟେ ଛୁଆ କି ଆଜି ଆମେ ବି ହଉ କଣ୍ଟିନ୍ୟୁ ଗୋଟେ ଲାଇନରେ ପ୍ରତ୍ୟେକ ବର୍ଷ ଗୋଟିଏ ଗୋଟିଏ ଗଛ ଲଗାଇବ, ତାହେଲେ ଆମେ ମେମୋରି ରହିବା। ଆମର ଆସନ୍ତା ପିଢି ଯେତେବେଳେ ଲାଇନ ଦେଖିବେ ଗଛ 50ଟି ଅଛି ଗୋଟେ ଲାଇନରେ, ସେ ଲାଇନକୁ ମନେ ପକେଇବେ ଇଏଠି କିଏ ଲଗେଇଥିଲା। ତ ନିହାତି ମୁଁ ନିବେଦନ କରିବି, ସଚେତନ ହେବା ଯେ ଆମେ ଆମର ପ୍ରତ୍ୟେକ ବାର୍ଥଡେ ଡେଟ୍ରେ ଗୋଟିଏ ଗଛ ପାଖ ଲାଇନରେ ଲଗେଇ ଚାଲିବା, ତାହେଲେ ମେମୋରେବୁଲ ହେଇ ରହିବା। ଆଶା କରୁଛି ପରିବେଶର ସୁରକ୍ଷା ଦାୟିତ୍ୱ ଆମ ସମାଜର, ଆମ ମାନଙ୍କର, ଆମ ମହିଳା ମା ମାନଙ୍କର ସମସ୍ତଙ୍କ ଦାୟିତ୍ୱ ଅଛି। ଖାଲି ଯେ ବନ ସୁରକ୍ଷା ସମିତି କରିବା ତାହା ନୁହେଁ, ବନ ସୁରକ୍ଷା ସମିତିକୁ ପ୍ରକୃତ ମାର୍ଗରେ ନେବା ହେଉଛି ଆମ ଦାୟିତ୍ୱ। ମୁଁ ଆମ ରେଞ୍ଜରଙ୍କୁ ଅନୁରୋଧ କରୁଥିଲି, ଡିଓ ମ୍ୟାଡ଼ାମଙ୍କୁ ଅନୁରୋଧ କରୁଥିଲି ଯେ ଆମେ ଏଠି ମାଫିଆକୁ ରୋକିବା। ଆଜି ଗାଁ ଗହଳିରେ ଜଙ୍ଗଲ କାଠ ଜାଳେଣୀ ଉପରେ ବ୍ୟବହାର ହଉନାହିଁ, ସମସ୍ତ ପାଖରେ ଗ୍ୟାସ୍ ରହିଯାଇଛି, ସମସ୍ତେ ଗ୍ୟାସ୍ ବ୍ୟବହାର କରୁଛନ୍ତି। କିନ୍ତୁ ମାଫିଆ ମାତି ଯାଇଛନ୍ତି ଜଙ୍ଗଲ କାଟିବାରେ। ଜଙ୍ଗଲକୁ ନିପାତ କରିବା ଓଡ଼ିଶାରେ ଅନେକ ମାଫିଆ ଅଛି। ଖାଲି ବଡ଼ ବଡ଼ କଥା କହୁନି, ସୋଡ଼ା କଥା କହୁନି। ତେଣୁ ଓଡ଼ିଶାର ସମସ୍ତ ଡିଓ, ସମସ୍ତ ଫରେଷ୍ଟ, ସମସ୍ତ ରେଞ୍ଜର, ସମସ୍ତ ବନ କର୍ମଚାରୀଙ୍କୁ ଅନୁରୋଧ କରିବି, ଜଙ୍ଗଲ ସୁରକ୍ଷା ଆପଣଙ୍କ ଦାୟିତ୍ୱ ରହିଛି, ଆପଣଙ୍କ କର୍ତ୍ତବ୍ୟ ରହିଛି। ଆପଣ ଜବ୍ କରୁଛନ୍ତି, ସେଥିପାଇଁ ଆପଣ ଟିକେ ଯଦି କଡ଼କ ଭାବରେ ଚିନ୍ତା କରିବେ, ଆକ୍ସନ ମୋଡକୁ ଆସିବେ, ତାହେଲେ ବନ ସୁରକ୍ଷା ନିହାତି ଜରୁରୀ ହେବ। ଆମେ 77 ବନ ମହୋତ୍ସବ ଉତ୍ସବ ପାଳନ କରୁଛୁ। ଆମର ଗୋଟେ ସମସ୍ତଙ୍କୁ କଥା ଅଛି ଯେ ଯେତେ ବି ଆପଣ ଗଛ ଲାଗିବେ, ଭୁବନେଶ୍ୱର ସାଉଥ ବର୍ଣ୍ଣଖଣ୍ଡରେ ସେ ଅଛି। we have prepared 16 lakhs distribution ପାଇଁ ଚାରା ତୈରି କରା ହେଇଛି। ଆପଣ ଆସନ୍ତୁ, ଆପଣ ନିଅନ୍ତୁ, ସବୁ ଚାରା ଖୁବ ଭଲ ଅଛି। ଆପଣ ନିକେ ଲଗାନ୍ତୁ, ଭଲ କରିକେ ତାଙ୍କୁ ଦେଖନ୍ତୁ। ସେ ଆମର ପୁରା ପୃଥିବୀ ଓଡ଼ିଶାରୁ ପାଇଁ ବହୁତ ଭଲ ହବ। ମ୍ୟାଡ଼ାମ, ଗତ ବର୍ଷ କେତେଟା ଚାରା ଲାଗିଥିଲା, ଏ ବର୍ଷ କଣ ଚାରା ଟାର୍ଗେଟ ରଖିଛନ୍ତି? ଗତ ବছର ଆମର 2 ଲାख ଚାରା ଆମେ ଲାଗିଥିଲୁ। এই বছর we have increased it to 3 lakhs. From 2 lakhs it has increased to 3 lakhs. ଆଉ last year ଆମେ 10 lakhs ଚାରା କରୁଥିଲୁ for distribution, ସେ ଆମର increase କରିକେ 16 lakhs କରୁଛି। ଆଉ ମାନେ ଯେ ଚାରା ଅଛି, ସେ ସବୁ ଚାରା ଆପଣ fruit bearing ଚାରା ଅଛି, ମାନେ ନିମ୍ବ ଗଛ ଅଛି, ଆପଣ ମ୍ୟାଙ୍ଗୋ, ପଣସ, ଯେମିତି ଚାରା ଆପଣଙ୍କୁ ଲାଗିବେ ସେମିତି ଆପଣ ପାଇବେ। କାଇଣ୍ଡଲି କମ୍ ଆଣ୍ଡ କଲେକ୍ଟ ଇଟ୍। ମ୍ୟାଡ଼ାମ, ବନ ମହୋତ୍ସବ ସପ୍ତାହ ପାଳନ କୋଉ ବିଭାଗକୁ ଆପଣ ଅଧିକ ଧ୍ୟାନ ଦେଉଛନ୍ତି, ଗଛ ଅଧିକ ଲଗାଇବା ପାଇଁ ସେମାନଙ୍କୁ ଇନ୍ସପାୟାର କରୁଛନ୍ତି? ଆମେ ଅଫିସରୁ ତରଫରେ ସବୁ ବିଭାଗକୁ ଗୋଟେ ଚିଠି କରୁଛନ୍ତି ଯେ ଆମ ପାଖେ ଏତେ ଚାରା ଅଛି, ଆପଣ କାଇଣ୍ଡଲି ଆସନ୍ତୁ ଆଉ କଲେକ୍ଟ କରନ୍ତୁ। ସବୁ ବିଭାଗରୁ ଆମେ ଚିଠି କରୁଛୁ।